ଖଣି ଅଞ୍ଚଳସ୍ଥିତ ପୁରୁଣାପାଣି ଜଙ୍ଗଲ ପାଖରୁ ହରିଣ ଛୁଆ ଉଦ୍ଧାର କଲେ ଶିକ୍ଷକ। କଟକ ବନଖଣ୍ଡ ସୁକିନ୍ଦା ରେଞ୍ଜ ରାଁସଳ ସେକ୍ସନ ସୁକିନ୍ଦା ଖଣି ଅଞ୍ଚଳସ୍ଥିତ ପୁରୁଣାପାଣି ଜଙ୍ଗଲ ପାଖରୁ ପାଖାପାଖି 2 ସପ୍ତାହର ଏକ ହରିଣ ଶାବକ ଏକାଧିକ ଶିକାରୀଙ୍କ ହାତରେ ପଡ଼ିଥିଲା। ମାଙ୍କେଡ଼ିଆ ଜନଜାତିର ଶିକାରୀ ଦ୍ୱୟ ଉଦୁବୁଦିଆ ନିଛାଟିଆ ଖରାବେଳେ ହରିଣ ଛୁଆଟିକୁ ଧରି ବସ୍ତି ଆଡ଼କୁ ଆସୁଥିବା ସ୍ଥାନୀୟ ଯୁବଶକ୍ତି ନୋଡାଲ ସରକାରୀ ଉଚ୍ଚ ପ୍ରାଥମିକ ସ୍କୁଲର ଶିକ୍ଷକ ଲକ୍ଷ୍ମଣ କୋରା ସେମାନଙ୍କ ବାଟ ଓଗାଳିଥିଲେ। ଉପସ୍ଥିତି ବୁଦ୍ଧି ଖଟାଇ 1000 ଟଙ୍କା ବିନିମୟରେ ଶିକାରୀଙ୍କ ଠାରୁ ହରିଣ ଛୁଆକୁ କିଣି ନେଇ ବନ ବିଭାଗକୁ ସୂଚନା ଦେଇଥିଲେ। ବନପାଳ ନରେଶ କୁମାର ଟୁଡୁ ଗୁରୁବାର ଦିବା 1 ସମୟରେ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଶିକ୍ଷକ ଶ୍ରୀ କୋରାଙ୍କ ଠାରୁ ହରିଣ ଶାବକ ଗ୍ରହଣ କରିଥିଲେ। ପ୍ରାଣୀ ଚିକିତ୍ସକଙ୍କ ପରାମର୍ଶ କ୍ରମେ ଆଜି ଏହି ଶାବକକୁ ଶୀତଳ ପରିବେଶରେ ରଖାଯାଇ କ୍ଷୀର ଓ କିଛି ତରଳ ଖାଦ୍ୟ ଦିଆଯାଉଛି। ସ୍ୱାଭାବିକ ଅବସ୍ଥା ପରେ ସୁକିନ୍ଦା ପ୍ରାଣୀ ଚିକିତ୍ସାଳୟରେ ତାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଜଙ୍ଗଲରେ ପୁନର୍ବାର ତାକୁ ଛାଡ଼ି ଦିଆଯିବ ବୋଲି ବନପାଳ ନରେଶ କୁମାର ଟୁଡୁଙ୍କ ପକ୍ଷରୁ ସୂଚନା ମିଳିଛି।